ଜୟ ଜଗନ୍ନାଥ ସାଙ୍ଗମାନେ, ଚାଲନ୍ତୁ ଆଜି ଆମ୍ବରେ ବନେଇବା ଆମ୍ବ ଆଇସ୍କ୍ରିମ୍। ଗୋଟା ଆମ୍ବରେ ଆଇସ୍କ୍ରିମ୍ ବନେଇବାକୁ ହେଲେ ପ୍ରଥମେ ତା ଆମ୍ବର ମଞ୍ଜିଟାକୁ ଭଲସେ ବାହାର କରିବା, ଆଉ ଚୋପାଟାକୁ ଆମେ ରଖିଦେବା କିଛି ଏଇଭଳି। ତାପରେ ଆମେ କ'ଣ କରିବା, ଏମିତି ଗୋଟେ ମିକ୍ସଚର ଗୋଟେ ତିଆରି କରିଦେବା। ମୁଁ ତିଆରି କରିଛି ଲିଚିର ନାଣ୍ଡି ବଗୁଲିର। ତିଆରି କରିସାରିଲା ପରେ ତା ଭିତରେ ଆମେ ଆସ୍ତେ ଆସ୍ତେ ତାକୁ ଭର୍ତ୍ତି କରିଦେବା। ଅଧିକ ଫୁଲ୍ କରିବାନି, କାରଣ ଅଧିକ ଫୁଲ୍ କରିଦେଲେ କ'ଣ ହେବ ନା ଫ୍ରିଜ୍ରେ ରଖିଲା ବେଳକୁ ଏପଟ ସେପଟ ହେବାର ଚାନ୍ସ ଅଧିକ ଅଛି। ତ ଆମେ ଏମିତି ରଖି ସାରିଲା ପରେ ତାପରେ ସିଲଭର ଫଏଲ୍ ଆମ ପାଖରେ ଅଛି। ଏଇ ସିଲଭର ଫଏଲ୍ରେ ଆମେ କ'ଣ କରିବା, ତାକୁ ଭଲସେ ପ୍ୟାକ୍ କରିଦେବା। ପ୍ୟାକ୍ କରିସାରିଲା ପରେ ଦେଖିବା ଆମେ ଯେମିତି କୌଣସି ଲିକେଜ୍ ନଥିବ, କାରଣ ସିଲଭର ଫଏଲ୍ଟା ଟିକେ ଏପଟ ସେପଟ ହେଇପାରେ। ସେ ଅନୁସାରେ ସିଲଭର ଫଏଲ୍ଟାକୁ ଭଲସେ ଆମେ ପ୍ୟାକିଂ କରିଦେବା। କରିସାରିଲା ପରେ ତାପରେ ଫ୍ରିଜ୍ରେ ରଖିଦେବା ନେଇକି। ଏବେ ବର୍ତ୍ତମାନ ଆମ ପାଖରୁ ଫ୍ରିଜ୍ ହେଇକି ପଳେଇ ଆସିଛି, ବର୍ତ୍ତମାନ ଆଇସ୍ ହେଇକି ରହିଯାଇଛି। ଚାଲନ୍ତୁ ଦେଖିବା। ପ୍ରଥମେ ସିଲଭର ଫଏଲ୍ଟାକୁ ଖୋଲିଦେବା। ଖୋଲି ଦେଇକି ଦେଖିବା କ'ଣ କେମିତି ହେଇଛି, ମାନେ ଭଲ ଭାବରେ ଆଇସ୍ ହେଇଯାଇଛି। ଚାଲନ୍ତୁ କାଟିକି ଦେଖିବା। ଏଇଠି ଦେଖନ୍ତୁ, ବର୍ତ୍ତମାନ ଆମର ରେଡ଼ି ହେଇଯାଇଛି ମ୍ୟାଙ୍ଗୋ ଆଇସ୍କ୍ରିମ୍। ଆଉ ଚାଲନ୍ତୁ ଭଲସେ କାଟିବା, ଆଉ କାଟିକି ଦେଖିବା। ଆପଣ ଘରେ ମଧ୍ୟ ଟ୍ରାଏ କରିପାରିବେ, ବହୁତ ଇଜି ଅଛି, ଟେଷ୍ଟ ବି ଭଲ ଅଛି। ଥ୍ୟାଙ୍କ ୟୁ।